ଦେଖନ୍ତୁ ଏ କବିତା ପ୍ରେମ କହୁଛନ୍ତି ଏହା ଏକ ସାରସ୍ୱତ ପ୍ରେମର ପରିପ୍ରକାଶ। ସେଇ ପ୍ରେମକୁ ନେଇ ମୋର ଏଇଟା ହଉଛି ଦ୍ୱିତୀୟ କବିତା ଗ୍ରନ୍ଥ ଏବଂ ରୋମାଣ୍ଟିକ କବିତାରେ ଏତେ ଭରପୁର ରହିଛି ଏବଂ ମୁଁ ଆକୁ ଉତ୍ସର୍ଗିତ କରିଛି ମୋର ପ୍ରିୟା, ମୋର ମାନେ ମୋର ଧର୍ମପତ୍ନୀ। ଆଉ ଆଜି ମୁଁ ସମସ୍ତଙ୍କୁ କହୁଛି ଯେ ପ୍ରେମ ଆସ୍ତେ ଆସ୍ତେ କମି ଯାଉଛି, ତେଣୁ ସମସ୍ତେ ପ୍ରେମ କରୁଥିବେ, ସାରସ୍ୱତ ପ୍ରେମ କରନ୍ତୁ। ଦେଖନ୍ତୁ ମୁଁ ତ ଚାକିରି କରୁଥିଲି, ସମୟ ମିଳେନି। ଏବେ ଅବସର ନେଲା ପରେ କିଛି ସମୟ ପାଇବାରୁ ମୁଁ ଏଇ କାର୍ଯ୍ୟକ୍ରମଟା ହାତକୁ ନେଇଛି ଏବଂ ଏଇଟା ମତେ ମାନେ 2 ବର୍ଷ ଲାଗିଲା ଏ କବିତାଟା ଲେଖିବା, କବିତା ବହିଟା। ସଚଳା ରାଉତରାୟ ଏବଂ କବି ଶ୍ରୀ ରବୀନ୍ଦ୍ରନାଥ ରାଉତରାୟଙ୍କର ଦେଖନ୍ତୁ ପ୍ରତି ସଫଳ ଲୋକ ପଛରେ ଗୋଟେ ମହିଳାର ହାତ ଥାଏ ଏବଂ ସେ ମହିଳା ଯଦି ନିଜର ଧର୍ମପତ୍ନୀ ହେଇଥିବ ତାହେଲେ ତାଠୁ ବଳି ଆଉ ବଡ କଥା ନୁହେଁ। ତେଣୁ ମୋର ସବୁବେଳେ ମୋର ଧର୍ମପତ୍ନୀ ମତେ ଉତ୍ସାହିତ କରନ୍ତି ଯେ ଲେଖିବା ପାଇଁ, ଲେଖାଲେଖି କରିବା ପାଇଁ ଏବଂ ମନେ ପକାନ୍ତି ମଧ୍ୟ। ତେଣୁ ତାଙ୍କରି ପ୍ରେରଣାରେ ଏବଂ ତାଙ୍କରି ଉତ୍ସାହରେ ମୁଁ ଏଇ କବିତା ବହିଟି ସମ୍ପୂର୍ଣ୍ଣ କରିଛି। ଆମର ମୁଖ୍ୟ ଅତିଥି ଥିଲେ ରବିନାରାୟଣ ସେନାପତି ମହୋଦୟ, ଯିଏକି IAS ଅଫିସର ଥିଲେ, ମୁଖ୍ୟ ଅତିଥି ସିଏ। ମୁଖ୍ୟ ବକ୍ତା ହେଲେ ମନୋରଞ୍ଜନ ମହାପାତ୍ର ମହୋଦୟ ଏବଂ ସମ୍ମାନିତ ଅତିଥି ହେଲେ ଆପଣଙ୍କର ଅଜୟ ବାରିକ ମହୋଦୟ ଏବଂ ଡକ୍ଟର ବିପିନ ବିହାରୀ ମିଶ୍ର ମହୋଦୟ। ନାଇଁ, ମୋର ପ୍ରଥମେ ଆଉ ଗୋଟେ ହେଇଥିଲା, ଏଇଟା ଦ୍ୱିତୀୟ। ଆଗାମୀ ଦିନରେ ମୁଁ ଆଉ ଗୋଟେ କବିତା ବହି ଲେଖୁଛି, ସେଇଟାକୁ ଅଧାଅଧି ଲେଖି ସାରିଲେଣି। ତାର ନାଁ ଦେଇଛି ତାରା ଫୁଲର ଆକାଶ। ଆଜି ମୁଖ୍ୟ ଅତିଥି ରବିନାରାୟଣ ସେନାପତି ସାର୍, ଆପଣଙ୍କ ଏଇ କବିତାକୁ ପଢି ଆପଣଙ୍କର କଣ ଆଲୋକପାତ କଲେ? ଯୋଉଟା ଆପଣ କହିଲେ ପ୍ରେମ, ସ୍ୱପ୍ନ, ସ୍ମୃତି ତିନିଟା ବିନା କୌଣସି ଅସମ୍ଭବ, ସେଇଟା କଣ କହିବା? ନାଇଁ, ସେଇଟା ତ ସତ। ପ୍ରେମ ଯୋଗୁ ଏଇ ଦୁନିଆ ତିଷ୍ଠିଛି ଏବଂ ଏଇ ପ୍ରେମ ଯୋଗୁ ସମସ୍ତ ସୁଖମୟ ଜୀବନ ଯାପନ କରୁଛନ୍ତି। ତେଣୁ ଆମର ମୁଖ୍ୟ ଅତିଥି ଯେ ଯାହା କହିଲେ ଏହା ଖୁବ ସତ୍ୟ। ଆଜିକାଲି ପାଠକ ପାଠିକା ମାନେ ବେଶୀ ବହି ପଢୁନାହାନ୍ତି, ସେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି ଏବଂ ଡିଜିଟାଲ ଦେଖୁଛନ୍ତି। ମୁଁ ସେମାନଙ୍କୁ କହିବି କିଛି ବହି ପଢନ୍ତୁ ଏବଂ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଏବଂ ବହି ପ୍ରତି ଆଗ୍ରହ ପଢାନ୍ତୁ। प्रणाम नमस्कार, मु आपनकर प्रिय संगीत निर्देशक कंठस्वरूप अभय पंड्या। आज बहुत सुंदर लगुच, एते सुंदर जगह मते इनवाइट करछन्ती सर रविन्द्रनाथ सर, राउतराय सर, रविन्द्रनाथ राउतराय सर मते उच्चकोटीर माने कवि कहबी एते सुंदर तंकर लेखा सी पुण्य बेला रे तंकर सी महान पिता माता महान एवं आज एते सुंदर लिखि प्रियार पणत जो टाइटल लिखि ना केते सुंदर से केते रोमांचक से जे लाइन प्रियार पणत फगुण मास रे आपण जानि परथे प्रियार पणत बडी गोटे बही से उन्मोचन करछन। आपण जानि परथे बहीटी केते सुंदर से लिखिछन्ती। आ प्रकृति रे एई भली साहित्य प्रेम एभली सांस्कृतिक मनस्क जो टाइप रो गीत लिखिछन्ती एवं कविता लिखिछन्ती। मु तांको कहिले मु सर मु निहाती किछि भलो भलो गीत ए कविता रो किछि गीत मु बाहर करिवि आ गीत स्वर करिवि ना अबे भाई आपण जेमिति ले करिवे गीत मते कहिले भी सर आपण किछि भी गीत करिवि तांकर निहाती भलो गीत कविता को बड़ सुंदर शब्द नै गिरी ते प्रियार पणत हिसाब रे सुंदर गीत बाहर करे मोर भारी इच्छा अछि। आज्ञा आज्ञा निहाती पड़िबो स्पेशली प्रेमी जुगल जो माने प्रकृति प्रेम करूछन्ती प्रेम तो शाश्वत एवं चिरंतन। आज्ञा प्रेम माँ पुओ भितर ही पारे, भाई भौणी भितर ही पारे एवं मो बाप पुओ भितर ही पारे एवं प्रेमिक प्रेमिका भितर ही पारे। एई जो आज उच्चकोटीर जो माहौल रे देखिली सब बड़ बड़ सब बुद्धिजीवी माने आछन्ती, सब ज्ञानी लोक माने आछन्ती, विपिन बाबू, मनोरंजन बाबू 50 वर्ष एनिवर्सरी तांकर आज निहाती प्रेमर इंपैक्ट प्रेम सब शाश्वत रही। प्रेम बिना समस्ते अधूरा और निहाती प्रियार पणत जो बहीटी समस्त माने समस्त आदर्शमूलक बही हम पुस्तक हम रही रहस्य आपण मैंने निहाती एंजॉय करନ୍ତୁ पढ़ନ୍ତୁ मन देकरी बहुत सुंदर। आज्ञा पाठक पाठिका माने से बहुत सुंदर भाव माने जो लाइन गुड़ा रही प्रियार पणत प्रियार पणत प्रियार पणत प्रियार पणत
ପ୍ରିୟାର ପଣ ଫଗୁଣ ମାସରେ ପ୍ରିୟାର ପଣ ତ ଫଗୁଣ ମାସରେ ପ୍ରିୟାର ପଣ ତ ସେ ମୋ ପ୍ରିୟା ଡଙ୍ଗ 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 ଡଙ୍ଗ, ସେ ମୋ ପ୍ରିୟା ଡଙ୍ଗ 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 ଡଙ୍ଗ, ସେ ମୋ ପ୍ରିୟା ସେ ମୋ ପ୍ରିୟା ତାପଣତେ ଭିଜିବାକୁ ମୋର ଇଚ୍ଛା ଆ, ଆ, ସେ ମୋ ପ୍ରିୟା ସେ ମୋ ପ୍ରିୟା ମୋ ପ୍ରିୟା ସେ ମୋ ପ୍ରିୟା ପ୍ରିୟାର ପଣ ତ ପ୍ରିୟାର ପଣ ତ